এই ଯେଉଁ ତୃତୀୟ ଦିନଟିକୁ ଆମେ ପାଳନ କରୁ, କୁମାରୀମାନେ এই ପର୍ବଟିକୁ ଆନନ୍ଦର ସହିତ ପାଳନ କରନ୍ତି। ଆମେ ବି ପିଲାଦିନେ ଆମେ ବି ଦୋଳି ଖେଳିଛୁ, ପାଳଭୂତ ହେଇଛୁ, କେତେ କ'ଣ ସବୁ ହେଇଛି ଆଉ ମୁଁ ମନେ ନାହିଁ। ତେବେ ଆର ଉଦ୍ଦେଶ୍ୟ କ'ଣ? ବସୁମାତାଙ୍କୁ ସମ୍ମାନ ଦେବା ଇଏ ହେଉଛି ଏଇ ପର୍ବର ଗୋଟିଏ ଉଦ୍ଦେଶ୍ୟ। ଆମର ଉପନିଷଦ ମାନଙ୍କରେ ଲେଖା ହେଇଛି ବସୁଧୈବ କୁଟୁମ୍ବ ଅୟୋବେତି ନିଜ ପରମ ଗଣନାଂ ଲଘୁଚେତ ସାମ ଉଦାର ଚରିତ ନାନ୍ତ ବସୁଧୈବ କୁଟୁମ୍ବ। ଏ କଥାଟାକୁ ଯେଉଁମାନେ କହନ୍ତି ସେମାନେ ଭଲ ଭାବରେ କୁହନ୍ତି, କିନ୍ତୁ ଯେଉଁମାନେ ଶୁଣନ୍ତି ସେମାନେ ତାକୁ ଗୋଟେ ଖୁମ୍ବ ଆଳୁ ଭଳିଆ ବୁଝନ୍ତି, ଯେମିତି ଗୋଟେ ଜବରଦସ୍ତି ବୁଝିଲା ଭଳି ତାକୁ ବୁଝନ୍ତି। ଆଜି ଆମେ ସନାତନୀ ହିନ୍ଦୁ, ଆମ ଶାସ୍ତ୍ରର କଥାକୁ ଆମେ କହିବୁ, କିନ୍ତୁ ଯେଉଁମାନଙ୍କୁ କହିବୁ ସେମାନେ ତ ଅନ୍ୟମନସ୍କ ହେଇକରି ଶୁଣିବେ, ଯେଉଁମାନଙ୍କୁ ନ କହିବୁ ସେ ଆହୁରି ଅନ୍ୟମନସ୍କ ଭାବରେ ତାକୁ ଆହୁରି ବିରାଟ କରିକି ତାକୁ ବୁଝିବେ। ଆପଣମାନେ ଏତିକି ଖାଲି ମନେ ପକାଇ ଦେଉଛି, ଏଇ ନିକଟରେ ଗୋଟିଏ ଯୁଦ୍ଧ ହେଲା। ଗୋଟିଏ ଯୁଦ୍ଧ ଚୀନ ଆଉ ୟୁକ୍ରେନ ଆଉ ଇସ୍ରାଏଲ ଭିତରେ ହେଲା। ଦ୍ୱିତୀୟଟି ଆମେରିକା ସହିତ ମାନେ କାହାର ହେଲା, ଇରାନ ସହିତ ଯୁଦ୍ଧ ହେଲା। କେତେ ଲୋକ ମଲେ, କେତେ ଲୋକ କ୍ଷତ ବିକ୍ଷତ ହେଲେ। ପୃଥିବୀର ଯେତେ ସମ୍ପତ୍ତି ତାକୁ କ'ଣ ଆମେ ସବୁ ନେଇକି ଯାଇଥିଲୁ? ପୃଥିବୀ ପୃଷ୍ଠରେ ଯେମିତି ମା ତା ସନ୍ତାନ ପାଇଁ ତା କାନି ତଳେ ବା ତା ନିଜ ବଳୟ ଭିତରେ ସେ ତାର ସନ୍ତାନ ପାଇଁ ଖାଦ୍ୟ ରଖିଥାଏ, ସେମିତି ଇଏ ପୃଥିବୀର ମାନେ ସବୁଆଡ଼େ, ଖାଲି ଗୋଟେ ଆଡ଼େ ନୁହେଁ, ସେ ସବୁ ରଖିଛି। ଆପଣମାନେ ଆଶ୍ଚର୍ଯ୍ୟ ହେବେ ଶୁଣି, ସମଗ୍ର ପୃଥିବୀରେ ଆଜି କୋଟି କୋଟି ଗାଡ଼ି ଚାଲିଛି। ସେ ପେଟ୍ରୋଲ ଆଇଲା କୋଉଠୁ, ଡିଜେଲ ଆଇଲା କୋଉଠୁ, କିରୋସିନି କୋଉଠୁ ଆଇଲା? ତେଣୁ ମା ରଖିଥିବା, ମା ସଞ୍ଚୟ କରି ରଖିଥିବା ଦ୍ରବ୍ୟ ଆମେ ତାକୁ ହିଁ ବ୍ୟବହାର କରୁଛୁ। ଯେତେବେଳେ ମାକୁ ମା ଭଳି ସମ୍ମାନ ଦିଆଯାଏ ନା। ଆଜି ଆପଣମାନେ ଦେଖିବେ
ରଜ ଦୋଳିଟି କେଉଁଥିରେ ଆମେ ଖେଳୁ? ରଜ ଦୋଳିଟି ଆମେ ଆମ ପିଲାଦିନେ ତ ଯାହା ଓଇଖିଆ ବି ସେୟା ହେଉଥିବ, ଦୌଡ଼ା ଦିଖଣ୍ଡ ପକାଇ ଗୋଟେ ଗଛ ଡାଳରେ ଏମିତି ଆମେ ଖେଳୁଥିଲୁ। କିନ୍ତୁ ଆଜି ତ ସେ ଯୁଗ ନାହିଁ। ଅନେକ ପ୍ରକାର ଯୁଗର ଅନେକ ପ୍ରକାର ପରିବର୍ତ୍ତନ ହେଇଛି। କିନ୍ତୁ ଏତିକି ଭାବିକି ଦେଖନ୍ତୁ, ରଜରେ ଦୋଳିରେ ଖେଳିବା, ବୁଢ଼ା ମଣିଷ ଗୁଡ଼ିକ ମଧ୍ୟ ମାନେ 70-80 ବର୍ଷର ବୟସ୍କ ଲୋକମାନେ ମଧ୍ୟ ଟିକେ ଦୋଳିରେ ଝୁଲନ୍ତି। ମୁଁ ମଧ୍ୟ ମୋ ବୋଉ ଆଈମା ଆଙ୍କୁ ସବୁ ଝୁଲାଏ। ଆଚ୍ଛା, ସେ କାହିଁକି ଝୁଲନ୍ତି? କ'ଣ ତାଙ୍କର ଉଦ୍ଦେଶ୍ୟ? ଉଦ୍ଦେଶ୍ୟଟା ବହୁତ ଅଛି, କିନ୍ତୁ ଗୋଟେ ସିଧାସଳଖ ଉଦ୍ଦେଶ୍ୟ ହେଉଛି ଆମର ଦୋଳି ଖେଳିଲେ ହାର୍ଟ ଆଉ ଲିଭର ଏ ଦୁଇଟି ଯାକ ଚଳଚଞ୍ଚଳ ରହିବ ବା ସ୍ଥିର ରହିବ। ଇଏ ହେଉଛି ରଜ ଦୋଳିର ଗୋଟିଏ ଚିକିତ୍ସା। ଇଏ ହେଉଛି ଗୋଟିଏ କଥା। ସେମିତି ଆଉ ଯେଉଁ ଖେଳ କଥା ଆପଣମାନେ ମନେ ପକାଇକିରି କହିବେ, ପ୍ରତ୍ୟେକ ଖେଳର ଗୋଟେ ଉଦ୍ଦେଶ୍ୟ ମଧ୍ୟ ରହିଛି। ଆମେ ସବୁ କଥାକୁ ନେଇକିରି ସେ କୃଷ୍ଣ ଦୋଳି ଖେଳୁଥିଲେ, ସେ ରାମ ଦୋଳି ଖେଳୁଥିଲେ, କେଉଁଠି ତ କାହିଁ ଲେଖା ହେଇନି ରାମ 14 ବର୍ଷ ଜଙ୍ଗଲକୁ ଗଲେ ସେ ଦୋଳି କେଉଁଠି ଖେଳୁଥିଲେ? କିଏ ତାଙ୍କ ପାଇଁ ଦୋଳି ଲଗାଇଥିଲା? 14 ବର୍ଷ କାଳ ତ ସେ ଅନ୍ତର 14 ଥର ଦୋଳି ଖେଳିଥାନ୍ତେ। ଇଏ ସବୁ ହେଉଛି ଆମମାନଙ୍କର ଗୋଟେ କଳ୍ପନା, କିନ୍ତୁ ପ୍ରକୃତରେ ସେଇଆ ନୁହେଁ। ପ୍ରତ୍ୟେକ ଜିନିଷ ଗୋଟିଏ ମୂଲ୍ୟବୋଧତା ବୁଝିବାକୁ ହେଲେ ସେଥିପାଇଁ ସ୍ୱତନ୍ତ୍ର ଶିକ୍ଷକ ଶିକ୍ଷାର ଆବଶ୍ୟକ ରହିଛି। ତେଣୁ ସବୁ କଥାକୁ ନେଇକିରି ସେ କୃଷ୍ଣ ଏମିତି କରୁଥିଲେ, ରାମ ଏମିତି କରୁଥିଲେ, ଆମକୁ ଆଉ କେଉଁ କଥା କ'ଣ ମନେ ପଡ଼ୁନି? ସେଇ ତାଙ୍କରି କଥା ଖାଲି ମନେ ପଡ଼ୁଛି। ତେଣୁ ଜୀବନଟା ହେଉଛି ଗୋଟେ ଦୋଳି। ଆମେ ଯେଉଁ ଜୀବନ ପାଇଛୁ, ପୋଷାକ ପତ୍ର ପିନ୍ଧି ବୁଲୁଛୁ, ସେ ଜୀବନ ହେଉଛି ଗୋଟିଏ ଦୋଳି। ସେ ଦୋଳିଟା ଆମେ କେତେବେଳେ ଖେଳୁ? ଯଦି ଆମେ ନିଜକୁ ନିଜେ ପଚାରିବା, ଜନ୍ମ ହେଲା ମାତ୍ରକେ ବର୍ଷେ 2 ବର୍ଷ ପର୍ଯ୍ୟନ୍ତ ଆପଣମାନେ ଜାଣିଛନ୍ତି ପିଲାଟିକୁ ଦୋଳି ଖେଳେଇ ବୁଝେଇ ଦିଆଯାଏ। ସେ ଯଦି କାନ୍ଦୁଛି ତାକୁ ବୁଝେଇ ଦିଆଯାଏ, ତୁ କାନ୍ଦନା। ଆଉ ଗୋଟେ ଦୋଳି ଲାଗେ ଜୀବନରେ, ସେଇଟା ହେଉଛି ଶେଷ ଦୋଳି। ଦେହ ଚିତାୟନ ପରଲୋକ ମାର୍ଗେ। ଯେଉଁଦିନ ଘରୁ ମୃତ ମଣିଷ ଯେତେବେଳେ ଶ୍ମଶାନକୁ ଯାଏ, ତାକୁ ସେ ଚାରିପାଖ ତାକ ବୁଲେଇ ଆମ ହିନ୍ଦୁ ପଦ୍ଧତିରେ ତାକୁ ପୋଡ଼ିବା ପାଇଁ ପ୍ରସ୍ତୁତ ହୁଏ। ଇଏ ହେଉଛି ଜୀବନର ଦୁଇଟା ଦୋଳି। ଆକୁ ନିଶ୍ଚୟ ଆପଣମାନେ ଲାଗିବେ। ଯେତିକି ଦିନ ବଞ୍ଚିବେ, ଯିଏ ଯେତିକି ଦିନ ବଞ୍ଚୁ, ସିଏ ସବୁଦିନ ଦୋଳି ଖେଳୁଛି।
ସେ ଦୋଳିଟା ସେ କେଉଁଠି ଖେଳୁଛି? ଜୀବନ ଭିତରେ। ଯେଉଁ ଗୋଟେ ଭଜନରେ ଯେଉଁ ମହାପୁରୁଷମାନେ ଲେଖିଛନ୍ତି, ଲୋଟଣୀ ପାରା ଖେଳୁଛି, ଓଲଟ ବୃକ୍ଷେ ଖେଳୁଛି ଲୋଟଣୀ ପାରା, ଅଠା କାଠି ପଞ୍ଜରୀରେ ନଦିଏ। ଲୋଟଣୀ ପାରା ଖେଳୁଛି, ଏଇ ଯେଉଁ କଥାରେ ସେ କହୁଛନ୍ତି, ଭଗବାନ ଭାଗବତରେ କହିଲେ ଜଗତ ହେଉଛି ମୋର ଗୋଟେ କ୍ରୀଡ଼ା କ୍ଷେତ୍ର। କ୍ରୀଡ଼ା କହିଲେ ଖେଳ ପଡ଼ିଆ। ये जगत हूँ मोर खेल पड़िया। सेठी खेलती को माने मनीष जीव पशु पक्षी समस्त खेल। खेल को शिखाती क्यों माने साधु सन्थ गुरु परंपरा से सब बेले आविर्भाव होमको दोली खेलाटा को शिखा। तेणु ये रज दोलीर महिमा से एमिटी गोटे पृथ्वीर एमिटी गोटे स्थान नहीं जोठी पानी नहीं। आम गोटे पानी ऊपर एमती डंगा डंगा ऊपर बसिक आम भावु आम गंगा नदी पारी हो कि पाइका नदी पारी हो कौन पारी हे डंगारे आम जी जो बहीचु ये जो अरीर आम बहीचे आउ कि आउ कौट रहे आम कौटी बसीचु आम समस्ते पानी भितर बहीचे पानी ऊपर। ये पानी जे पर्यंत स्थिर थी से पर्यंत आम माने जहाँ करने कथा भल काम ठारू मंद काम पर्यंत सब हुए। आपण मान नुहति आम समस्ते जो आम मरवा समय हो आम पार्टी निर्माल्य पानी देवे एवं जितेबले आमको शुद्धि हे प्रत्येक दिन रोषे सैला परे से हांडीर जो भात जहाँ ताकू नहीं बाहर थोईकी से हांडी थोईकी आउ पानी टिके देकी कि प्रकृत दोली खेलटा गोटे स्वतंत्र यही पृथ्वी वक्षर सुना अच्छी रूपा अच्छी मोती माणिक जहाँ भी कहते ये सुना भीतर ये पृथ्वी भीतर आम किए देखिपारूँ आम जो माणिक को देखुचु सी माणिक बिना भी जगन्नाथ भोग खाइबे सेठी माणिक होउचंती अन्न। महाराष्ट्र जड़े सन्थ मते कही अन्नम ब्रह्म आमे जोटा को खाई बंचीचु से होउचंती ब्रह्म। इति धान बिरी मुग कोलथ आकु केते कथा एति हो आम ओडिशा कल धान देखुचु आप बाहर को जा गीतार कहले पुण्य गंध पृथिव्यांश कीटतास्वाद मु हूँ पृथ्वीर पुण्य गंध। पृथ्वी जो प्रथम वर्षा जो माटी उपर हुए से माटीर गोटे गंध बाहर से गंधर ना हूँ पुण्य गंध।
ତେଣୁ ଏଇ ଯେଉଁ କଥାକୁ ଶୁଣିବା ପରେ ଆମେ ଯେ କେତେ ନୀଚ ବା କେତେ ଛୋଟ, ଆମେ ଯେଉଁ ନିଜକୁ ବହୁତ ବଡ଼ ବଡ଼ କଥାରେ ବୁଝଉଛୁ ଯେ ଆମେ କେତେ ଛୋଟ, ତାକୁ ଆମେ ଏଇଥିରୁ ବୁଝିପାରିବା। ଏଡ଼େ ବଡ଼ ସଂସାରରେ କିଏ ନ ଖାଉଛି, କିଏ ନ ଶୋଉଛି, କାହାର ପାଣି ଆବଶ୍ୟକ ନାହିଁ, କିଏ ବିଚରଣ କରୁନାହିଁ। ଯଦି ଏସବୁ କଥା ଏ ସଂସାରରେ ଚାଲିଛି, ତାହେଲେ ଭାବିବାକୁ ହେବ ମନ ଭିତରେ ଯେ ଆମେ ସମସ୍ତେ ସବୁଦିନେ ରଜ ଦୋଳି ହିଁ ଖେଳୁଛୁ। ତେଣୁ ଏ ରଜରେ ଗୋଟେ ଆମେ ପୋଡ଼ ପିଠା ଖାଉ। ପୋଡ଼ ପିଠା କ'ଣ ଏତେ ସୁଆଦିଆ ହେଲା? ଆମର ତ ଚକୁଳି ପିଠା ଖାଇବା ଅଭ୍ୟାସ, ଆମେ କାହିଁକି ସେ ପୋଡ଼ ପିଠା କରିବା? ସେଇ ପୋଡ଼ ପିଠା ଭିତରେ ରହିଛି, ଆପଣ ଦେଖିବେ ଜଗନ୍ନାଥଙ୍କର ଯେଉଁ ଶ୍ରୀମୂର୍ତ୍ତି, ସେ ଶ୍ରୀମୂର୍ତ୍ତିଟି ତାକୁ ଯଦି ଭଲ କରି ଲକ୍ଷ୍ୟ କରିବେ, ସେ ହେଉଛି ଗୋଟେ ପୋଡ଼ା କାଠ। କଳା ପାହାଡ଼ ତାଙ୍କୁ ପୋଡ଼ି ବି ଦେଇଥିଲା। ତେଣୁ ସେଇ ଯେଉଁ ପୋଡ଼ ପିଠା ତମେ ଖାଉଥିଲ, ଚାଉଳ ବିରି ଆକୁ ସବୁ ଖାଉଥିଲ, କିନ୍ତୁ ପୋଡ଼ଟାକୁ ଖାଇନା। ପୋଡ଼ଟାକୁ ସେଇଦିନ ଖାଇବ, ତାକୁ ମନେ ପକାଇବ ଯେ ମୁଁ ଦିନେ ଏଇ ପୋଡ଼ ପିଠା ଭଳି ମୁଁ ବି ଦିନେ ଏ ସଂସାରରେ ପୋଡ଼ିଯିବି। ଆଉ ଏଣିକିରେ ମନ ଭୁଲୁ କାହିଁକି, ଉଡ଼ୁଛି କାଳ ସଂସାର ମନେ ନାହିଁ। ଐରି ତୋ କଳପଣା ଛେଦି ପକା ବେନି ଦେନା, ଶୂନ୍ୟରେ ବାଜୁଛି ବୀଣା ମନେ ନାହିଁ। ତେଣୁ ଯଦି ଆମେ ପ୍ରକୃତରେ ଆମେ ମନେ ରଖନ୍ତେ, ଆମେ କ'ଣ ଏତେ ଚଗଲା ହୁଅନ୍ତେ? ଏଇ ବର୍ତ୍ତମାନ ଆପଣ କେତେଜଣ ଏଠି କାଲି, ଗତକାଲି, ପରଦିନ 2 ଦିନ ଏତେ ଲୋକ ଯେ ମୁଁ ବସିକିରି ସେଥିରେ ମୋ ଗୋଡ଼ ହାତ ବିନ୍ଧିଲା, ମୋତେ ଟେକିକିନି ଶୁଆଇ। ଏତେ ଲୋକ ଆଜି ମଧ୍ୟ ଶୁଆଇ। ତେଣୁ ଏଇ କଥାରେ କ'ଣ ରଜ ଦୋଳି ଅଛି? ଆପଣମାନେ ଏଠି ବହିଛନ୍ତି, କିନ୍ତୁ ଆଉ ଟିକେ ଦୂରକୁ ଚାଲିଗଲେ, ଯେତେ ଦୂରକୁ ଚାଲିଯିବେ, ବଜାରଟା ନିକଟ ହେଇଥିବ, ସେଠି ଗୋଟେ ଦୋଳି ଖେଳ ହବ। ସେ ଦୋଳି କ'ଣ? ମଦ ତାସ ହେଇଥିଲା। ତାପରେ ରାତିକି ଆଉ ଗୋଟେ ଦୋଳି ଖେଳ, ଏଇ କୁକୁଡ଼ା ମୋଡ଼ିବା, ଛେଳି ମୋଡ଼ିବା, ଏଇ ତେଣୁ ଜୀବରେ ଯାହାର ଦୟା ନାହିଁ, ଉଦ୍ଧବ କାଙ୍ଗାଳ। ପୃଥିବୀରେ ଯେତେବେଳେ ଧର୍ମର ଗ୍ଲାନି ଘଟେ, ଅଧର୍ମର ପ୍ରଭାବ ବଢ଼େ, ଯେଉଁଟା ବର୍ତ୍ତମାନ ଯେଉଁ ସମୟଟା ଅଛି, ଏଇଭଳି ଧର୍ମକୁ ପ୍ରତିଷ୍ଠା କରିବାକୁ ନାହିଁ, ସେ ଯେଉଁ ଧର୍ମ ହଉ, ସନାତନ ହଉ, ମୁସଲମାନ ହଉ, ଏ ଯାହା ଧର୍ମକୁ ପ୍ରତିଷ୍ଠା କରିବାକୁ ନାହିଁ, ନିଜେ ଭଗବାନ ଅନନ୍ତ ଶଯ୍ୟା ତ୍ୟାଗ କରି ସେ ପୁଣି ମଣିଷ ରୂପରେ ବା ଆଉ କେତେବେଳେ ତାଙ୍କର ଯେଉଁ ରୂପଟା ମନ ମାନିଲା, ସେ ରୂପରେ ସେ ଆଇଲେ। ତେଣୁ ଇଏ ଯେଉଁ ରଜ ଦୋଳି ଖେଳ, ଭଗବାନ କୃଷ୍ଣ ବି ନିଜେ ରଜ ଦୋଳି ଖେଳୁଥିଲେ। ଆଜି ବି ଝିଅମାନେ ଯେତେବେଳେ ଗୀତ ଗାଆନ୍ତି, ତା ଭିତରେ କୃଷ୍ଣଙ୍କର ଗୀତ ମଧ୍ୟ ବହୁତ ଥାଏ। ତେଣୁ
जीवन होउची प्रकृतरे गोटे रज आमे एथी जेते लोक जन्म हेइचे एइटी बइचे आगुरु जेते कोटिकी कोण केते कुआरे के मलेनी सबु रजरु ही जन्म से रजर शक्ति किए माँ मार रजरे आमे समस्ते जन्म हेइछु तेणु मातृत्व को सम्मान देवा ये हूँ रज दोली रज पर्वर गोटे अंश ये धरित्री होची माँ प्रकृति होची माँ गोमाता होचंती माँ गंगा होचंती माँ गीता होचंती माँ ये अनेक माँ अच्छा से माँ भितरे ये धरित्री होचंती प्रकृत माँ ये माँ हेले बापा होचंती सूर्य यही भाव माने जीवनटा चली आपको सब कहवाक गले समय दरकार कहला दरकार भी नहीं आप कई तो शुणिक मन रखिए कहीं गुड़ा गपी 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 मो देह खराब है तेणु मने जदि रखिए प्रकृति माँ को सम्मान देवे प्रकृति माँ को सम्मान दौर कोकिल अन्य बेले बोबौची जो कोकिल बोबौची कु कु देखी अन्य बेले बोए जिते बड़े आंब गछरे आंब फले पणस गछरे पणस फले ये सेतिकी बेले बोए तार जदि गोटे समयानुवर्तिता बा समय को सम्मान देवार अच्छी आमे केते जन ठीक समय औषध खाऊ ठीक समय देह जत्न नौ तेणु सबुजाक भूल को क्षमा देवाई धरित्री को पुणी पुण्यवंत नारी भाव ताको सम्मान देवाई माँ को माँ भली सम्मान देवाई ये रज दोलीर आवश्यक रही आहरी अनेक कथा अच्छी केवल पवित्र सत्संगे शिशु अनंतर पवित्र दरबार आमे से धरित्री माँ को मन भितर प्रणाम जणे ता गर्भरे थिबा अनंत कोटि जीव जंतु पशु पक्षी गछ गछ दुब ठारू गछ पर्यंत समस्त को प्रणाम जणे आज कथा ये रखा समस्ते नाम टिके कर